नमस्कार. ओम नमो भगवते वासुदेवाय. ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ଏମିତି ଶ୍ଲୋକର ଗଭୀରତାକୁ ଯିବା ଯାହା ଆମର କର୍ମ ଆଉ ତାର ପରିଣାମକୁ ନେଇ ସବୁ ଧାରଣାକୁ ବଦଳେଇ ଦେଇପାରେ. ଏହା ହେଉଛି ଚତୁର୍ଥ ଅଧ୍ୟାୟ ଜ୍ଞାନକର୍ମ ସନ୍ନ୍ୟାସ ଯୋଗର 37ତମ ଶ୍ଲୋକ. ଏଥିରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନର ମହିମାକୁ ବୁଝେଇବା ପାଇଁ ଗୋଟେ ବହୁତ ଶକ୍ତିଶାଳୀ ଉପମା ଦେଇଛନ୍ତି. ତେବେ ଆସନ୍ତୁ ସେହି ଗୂଢ଼ ତତ୍ତ୍ୱକୁ ବୁଝିବାକୁ ଚେଷ୍ଟା କରିବା. ମୁଁ ଆଗ ସେ ପବିତ୍ର ଶ୍ଲୋକଟିକୁ ଉଚ୍ଚାରଣ କରୁଛି. ୟଥୈଧାଂସି ସମିଦ୍ଧୋଗ୍ନିର୍ ଭସ୍ମସାତ୍ କୁରୁତେ ଅର୍ଜୁନ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା. 37. ଏହାର ସରଳ ଅର୍ଥ ହେଲା, ହେ ଅର୍ଜୁନ, ଯେମିତି ପ୍ରଜ୍ୱଳିତ ଅଗ୍ନି କାଠକୁ ପୂରାପୂରି ଭସ୍ମ କରିଦିଏ, ଠିକ୍ ସେମିତି ଜ୍ଞାନରୂପକ ଅଗ୍ନି ସବୁ କର୍ମକୁ ଭସ୍ମ କରିଦିଏ. ଏଠି ଯେଉଁ ଚିତ୍ରଟା ଅଙ୍କାଯାଇଛି, ମାନେ ଗୋଟେ ପଟେ କାଠର ଗଦା ଆଉ ଅନ୍ୟପଟେ ନିଆଁ, ସେଇଟା ବହୁତ ସ୍ପଷ୍ଟ. କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି. ଏଠି ସମିଦ୍ଧୋ ଅଗ୍ନି ବୋଲି କୁହାଯାଇଛି. ଏହାର କିଛି ବିଶେଷ ଅର୍ଥ ଅଛି କି, ନା ଏହା କେବଳ ସାଧାରଣ ନିଆଁ? ଗୋଟେ ବହୁତ ବହୁତ ଭଲ ପ୍ରଶ୍ନ, କାରଣ ଏହି ଗୋଟିଏ ଶବ୍ଦ ହିଁ ପୁରା ଶ୍ଲୋକର ଗଭୀରତାକୁ ବଢ଼େଇ ଦେଉଛି. ଦେଖନ୍ତୁ, ସମିଦ୍ଧର ଅର୍ଥ କେବଳ ଜଳୁଥିବା ନିଆଁ ନୁହେଁ. ଏହାର ଅର୍ଥ ହେଉଛି, ଏମିତି ଭାବନ୍ତୁ, ଗୋଟେ ଭଲ ଭାବରେ ପ୍ରଜ୍ୱଳିତ ଦୀପ୍ତିମାନ ଅଗ୍ନି. ଆଚ୍ଛା, ଯୋଉଥିରେ ଧୂଆଁ ନଥିବ. ଏକଦମ, ଯେଉଁଥିରେ ଟିକେ ବି ଧୂଆଁ ନାହିଁ, କେବଳ ଉଜ୍ଜ୍ୱଳ ଶିଖା. ଆଉ ଏଇଟା ସୂଚଉଛି ଯେ ଯେଉଁ ଜ୍ଞାନ ବିଷୟରେ କଥା ହେଉଛି, ସେଇଟା କିଛି ଅସ୍ପଷ୍ଟ ବିଶ୍ୱାସ ନୁହେଁ. ଏହା ହେଉଛି ଗୋଟା ସ୍ପଷ୍ଟ, ଦୃଢ଼ ଆଉ ଅବିଚଳିତ ଆତ୍ମ ଅନୁଭୂତି. ବୁଝିଲି. ଗୋଟେ ଛୋଟ ଧୂଆଁ ଦଉଥିବା ନିଆଁ ତ ବଡ଼ କାଠଗଦାକୁ ଜାଳିପାରିବନି. ଠିକ୍ ସେଇଆ. କିନ୍ତୁ ଏକ ସମୃଦ୍ଧ ଅଗ୍ନି ତାହା ମୁହୂର୍ତ୍ତକରେ ସବୁକିଛି ଭସ୍ମ କରିଦେବ. ଆଚ୍ଛା, ତେବେ ଜ୍ଞାନକୁ ଏକ ପ୍ରଚଣ୍ଡ ନିର୍ଧୂମ ଅଗ୍ନି ସହିତ ତୁଳନା କରାଯାଇଛି. ଆଉ ଏହି ଅଗ୍ନି କ'ଣ ଜଳାଏ? ଶ୍ଲୋକରେ ଅଛି ସର୍ବକର୍ମାଣି, ମାନେ ସମସ୍ତ କର୍ମ. ଏଇଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି. ଆମେ ତ ଭାବୁ ଯେ ଖାଲି ଖରାପ କର୍ମ ବା ପାପକୁ ନଷ୍ଟ କରିବା ଦରକାର. ଏଠି ସମସ୍ତ କର୍ମ କାହିଁକି କୁହାଗଲା? ଭଲ କର୍ମ ବା ପୁଣ୍ୟ ବି କ'ଣ ଜଳିଯାଏ? ଏକଦମ. ଆଉ ଏହା ହିଁ ଗୀତାର ସବୁଠୁ କ୍ରାନ୍ତିକାରୀ ବିଚାର ଭିତରୁ ଗୋଟିଏ. ଦେଖନ୍ତୁ, ଆଧ୍ୟାତ୍ମିକ ଦୃଷ୍ଟିରୁ କେବଳ ପାପ ନୁହେଁ, ପୁଣ୍ୟ ବି ଗୋଟେ ବନ୍ଧନ. ସୁନାର ଶିକୁଳି ଆଉ ଲୁହାର ଶିକୁଳି ଭଳି? ବାସ୍, ଠିକ୍ ସେଇଆ. ପାପ ହେଉଛି ଲୁହାର ଶିକୁଳି ଆଉ ପୁଣ୍ୟ ହେଉଛି ସୁନାର ଶିକୁଳି. ଦୁଇଟାଯାକ ତ ଶେଷରେ ଆମକୁ ସଂସାର ଚକ୍ରରେ ବାନ୍ଧି ରଖେ. ପାପର ଫଳ ଭୋଗିବାକୁ ଦୁଃଖ ପାଇଁ ଜନ୍ମ ନେବାକୁ ପଡ଼େ, ଆଉ ପୁଣ୍ୟର ଫଳ ଭୋଗିବାକୁ ସୁଖ ପାଇଁ ବି ଜନ୍ମ ନେବାକୁ ପଡ଼େ. ତେଣୁ ମୁକ୍ତିର ଅର୍ଥ ହେଉଛି ଏ ଦୁଇ ପ୍ରକାର ବନ୍ଧନରୁ ପୂରାପୂରି ମୁକ୍ତ ହେବା. ଆଚ୍ଛା. ତେଣୁ ଜ୍ଞାନାଗ୍ନି କର୍ମର ଭଲ ମନ୍ଦ ଦେଖେନି. ସେ ସିଧା କର୍ମରୁ ଯେଉଁ ବନ୍ଧନ ତିଆରି ହୁଏ, ତାର ମୂଳକୁ ହିଁ ନଷ୍ଟ କରିଦିଏ. ତାହେଲେ ଏହା ଏକ ପ୍ରକାର କାର୍ମିକ ବ୍ୟାଲେନ୍ସ ସିଟ୍କୁ ପୁରା ପୋଛିଦେଲା ଭଳି? ହଁ, ପୂରାପୂରି. କେବଳ ଋଣ ନୁହେଁ, ଜମାକୁ ବି? ଏକ୍ଜାକ୍ଟଲି ଠିକ୍. ଋଣ ଆଉ ଜମା ଦୁଇଟାଯାକ ଶେଷ. କିନ୍ତୁ ଏହି ଜ୍ଞାନାଗ୍ନି ପ୍ରକୃତରେ କ'ଣ? ଏହା କି ପ୍ରକାର ଜ୍ଞାନ? କ'ଣ ବେଦଶାସ୍ତ୍ର ପଢ଼ିଦେଲେ ଏ ଜ୍ଞାନ ମିଳିଯାଏ? ନା, ଆଦୌ ନୁହେଁ. ଯଦି ଖାଲି ପାଣ୍ଡିତ୍ୟରୁ ଏହା ମିଳୁଥାନ୍ତା, ତାହେଲେ ତ ଅନେକ ପଣ୍ଡିତ ସହଜରେ ମୁକ୍ତ ହୋଇଯାନ୍ତେ. ଏଠାରେ ଜ୍ଞାନର ଅର୍ଥ ହେଉଛି ଆତ୍ମସାକ୍ଷାତକାର. ଏହା କୌଣସି ସୂଚନା ନୁହେଁ, ଏହା ଏକ ଗଭୀର ଅନୁଭୂତି. ଅନୁଭୂତି? କିଭଳି ଅନୁଭୂତି? ସେହି ଅନୁଭୂତିଟି ହେଉଛି, ମୁଁ ଏହି ଶରୀର ନୁହେଁ ଯାହା ଜନ୍ମ ନିଏ ଆଉ ମରିଯାଏ. ମୁଁ ଏହି ମନ ନୁହେଁ ଯାହା ସବୁବେଳେ ସୁଖ ଦୁଃଖରେ ଉପରତଳ ହୁଏ. ମୁଁ ହେଉଛି ସେହି ଶୁଦ୍ଧ, ଅବିନାଶୀ, ସଚ୍ଚିଦାନନ୍ଦ ସ୍ୱରୂପ ଆତ୍ମା, ଯିଏ ଏସବୁର କେବଳ ସାକ୍ଷୀ. ଯେତେବେଳେ ଜଣେ ଏହି ସତ୍ୟରେ ପୂରାପୂରି ସ୍ଥିତ ହୋଇଯାଏ, ସେତେବେଳେ ତା ଭିତରେ ସେହି ଜ୍ଞାନାଗ୍ନି ପ୍ରଜ୍ୱଳିତ ହୁଏ. ବା, ମାନେ ଏହା ଏକ ପ୍ରକାର ପରିଚୟର ପରିବର୍ତ୍ତନ. ମୁଁ କର୍ତ୍ତା ନୁହେଁ, ମୁଁ ସାକ୍ଷୀ. ଯେତେବେଳେ ଏହି ଭାବ ଆସିଯାଏ, ସେତେବେଳେ କର୍ମ କେମିତି ପ୍ରଭାବିତ ହୁଏ? ଦେଖନ୍ତୁ, ଯେତେବେଳେ ମୁଁ କରୁଛି ବା ମୁଁ କର୍ତ୍ତା, ଏଇ ଭାବନା ହିଁ ଚାଲିଗଲା, ସେତେବେଳେ କର୍ମର ଫଳ ଆଉ ଆପଣଙ୍କୁ ବାନ୍ଧି ପାରିବନି. କାରଣ ଫଳ ତ ସବୁବେଳେ କର୍ତ୍ତା ପାଖକୁ ଯାଏ. ଏକଦମ. କିନ୍ତୁ ଯେତେବେଳେ ଆପଣ ଜାଣିଗଲେ ଯେ ସବୁ କାମ ତ ପ୍ରକୃତିର 3 ଗୁଣ ଦ୍ୱାରା ହେଉଛି ଆଉ ଆପଣଙ୍କର ଆତ୍ମା ସବୁବେଳେ ଅଲିପ୍ତ, ସେତେବେଳେ ଆପଣ କର୍ମ କରି ବି ତାର ଫଳରୁ ମୁକ୍ତ.
ଏହାକୁ ହିଁ ଗୀତାରେ କର୍ମରେ ଅକର୍ମ ଦେଖିବା କୁହାଯାଇଛି। ସେହି ଜ୍ଞାନ ହିଁ କର୍ମଫଳରୁ ବୀଜକୁ ପୋଡ଼ିଦିଏ। ମାନେ କର୍ମର ଯେଉଁ ଫଳ ମିଳିବାର ଅଛି ସେଇ ବୀଜକୁ ହିଁ ପୋଡ଼ିଦିଏ। ହଁ, ସେଇ ବୀଜକୁ ହିଁ, ଯେମିତିକି ତାହା ଆଉ ଗଛ ହୋଇପାରିବ ନାହିଁ। ଏହି ଦାର୍ଶନିକ ବିଚାର ବହୁତ ଗଭୀର। କିନ୍ତୁ ଆସନ୍ତୁ ଏହାକୁ କୁରୁକ୍ଷେତ୍ରକୁ ନେଇ ଆସିବା। ସେଇ ଭୟଙ୍କର ଯୁଦ୍ଧଭୂମିରେ ଏତେ ବଡ଼ ଜ୍ଞାନ ଅର୍ଜୁନଙ୍କୁ କେମିତି ସାହାଯ୍ୟ କରିଥାନ୍ତା? ବାସ୍ତବରେ ସେଇ ପରିସ୍ଥିତି ପାଇଁ ହିଁ ଏହି ଜ୍ଞାନ ସବୁଠୁ ବେଶୀ ଦରକାର ଥିଲା। ଭାବନ୍ତୁ ଟିକେ, ଅର୍ଜୁନଙ୍କର ମୁଖ୍ୟ ସମସ୍ୟା କ'ଣ ଥିଲା? ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ, ନିଜ ଲୋକଙ୍କୁ ମାରିବାକୁ ପଡ଼ିବ ବୋଲି। ହଁ, ତାଙ୍କର ସମସ୍ୟା ଥିଲା କର୍ମର ପରିଣାମକୁ ନେଇ ଥିବା ଭୟ। ସେ ଭାବୁଥିଲେ, ମୁଁ ମୋ ଗୁରୁଜନଙ୍କୁ ମରିବି, ମୁଁ ପାପୀ ହେବି। ଏହି ଯେଉଁ ମୁଁ ହତ୍ୟାକାରୀ ଆଉ ମୁଁ ପାପୀର ଭାବନା, ଏହି କର୍ତ୍ତାପଣାରେ ସେ ବାନ୍ଧି ହୋଇଯାଇଥିଲେ। ଅର୍ଥାତ୍ ସେ ନିଜକୁ କର୍ମ ଆଉ ତା ଫଳ ସହିତ ପୂରାପୂରି ଯୋଡ଼ି ଦେଇଥିଲେ। ଏକଦମ ଠିକ୍। ସେଥିପାଇଁ ତ ଭଗବାନ କୃଷ୍ଣ ତାଙ୍କୁ ହିଁ ଜ୍ଞାନ ଦେଉଛନ୍ତି। ସେ କହୁଛନ୍ତି, ହେ ଅର୍ଜୁନ, ତୁମେ ଶରୀର ନୁହଁ, ତୁମେ ଆତ୍ମା। ଆତ୍ମା କାହାକୁ ମାରେନି କି ମରେନି। ତୁମର କର୍ତ୍ତବ୍ୟ ହେଉଛି ଧର୍ମ ପାଇଁ ଯୁଦ୍ଧ କରିବା। ତୁମେ ଯଦି ଫଳର ଆଶା ଛାଡ଼ି, କର୍ତ୍ତାପଣର ଅହଙ୍କାର ଛାଡ଼ି କେବଳ ନିଜ ଧର୍ମ ପାଳନ ପାଇଁ ଏ କାମ କରିବ, ତାହେଲେ ତାର ପାପ ପୁଣ୍ୟ ତାଙ୍କୁ ଲାଗିବ ନାହିଁ। ହଁ, ସେହି କର୍ମ ତାଙ୍କ ପାଇଁ ବନ୍ଧନ ହେବନି। ତାହା ସେହି ଜ୍ଞାନାଗ୍ନିରେ ଭସ୍ମ ହୋଇଯିବ। ଠିକ୍ ଅଛି, କିନ୍ତୁ ଏଠି ଗୋଟେ ସନ୍ଦେହ ଆସିପାରେ। ଯଦି ଜ୍ଞାନ ସବୁ କର୍ମକୁ ଭସ୍ମ କରିଦିଏ, ତେବେ ଜଣେ ଜ୍ଞାନୀ ବ୍ୟକ୍ତି କ'ଣ ଯାହା ଇଚ୍ଛା ତାହା କରିପାରିବ? ସେ କ'ଣ ଖରାପ କାମ କରି କହିପାରିବ ଯେ ମୋ ଜ୍ଞାନ ସେ କର୍ମକୁ ଜଳେଇ ଦେଲା? ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଉ ଏହାର ଉତ୍ତର ହେଉଛି ନା, ଆଦୌ ନୁହେଁ। ଦେଖନ୍ତୁ, ଯାହାକୁ ପ୍ରକୃତରେ ଆତ୍ମଜ୍ଞାନ ହୋଇଛି, ତାର ଅହଙ୍କାର ହିଁ ରହିବନି। ଆଉ ଖରାପ କାମର ମୂଳ କାରଣ କ'ଣ? ଅହଙ୍କାର, ଆସକ୍ତି, କ୍ରୋଧ, ଲୋଭ। ମାନସିକ ମଇଳା। ହଁ, ତେଣୁ ଯେତେବେଳେ ଜ୍ଞାନରୂପକ ଅଗ୍ନି ଜଳେ, ସେତେବେଳେ ଏହି ସବୁ ମଇଳା ହିଁ ଆଗ ଜଳିଯାଏ। ତେଣୁ ଜଣେ ପ୍ରକୃତ ଜ୍ଞାନୀଙ୍କ ଦ୍ୱାରା ଖରାପ କାମ ହେବା ଅସମ୍ଭବ। ଆଚ୍ଛା। ଚାନ୍ଦୋଗ୍ୟ ଉପନିଷଦରେ ଏକ ସୁନ୍ଦର ଉଦାହରଣ ଅଛି। ଯେପରି ପଦ୍ମପତ୍ର ଉପରେ ପାଣି ରହି ମଧ୍ୟ ତା ସହିତ ଲାଗେ ନାହିଁ। ସେହିପରି ଆତ୍ମଜ୍ଞାନୀ ସଂସାରରେ ରହି କର୍ମ କରି ମଧ୍ୟ ଲିପ୍ତ ହୁଅନ୍ତି ନାହିଁ। ଏକଦମ। ତାଙ୍କର କର୍ମ ବାହାରକୁ ସାଧାରଣ ଲାଗିପାରେ, କିନ୍ତୁ ଭିତରେ ସେ ପୂରାପୂରି ଅଲିପ୍ତ। ବାଃ, ପଦ୍ମପତ୍ରର ଉଦାହରଣଟା ବିଷୟକୁ ଆହୁରି ସ୍ପଷ୍ଟ କରିଦେଲା। ଠିକ୍ ଅଛି, ଏବେ ଆସନ୍ତୁ ଏହି ଶାସ୍ତ୍ରୀୟ ଜ୍ଞାନକୁ ଆମ ଆଧୁନିକ ଜୀବନକୁ ଆଣିବା। ଆମେ ତ ଯୁଦ୍ଧ କରୁନୁ, ଆମେ ଅଫିସରେ, ଘରେ, ସମାଜରେ ନିଜ ନିଜର ସଂଘର୍ଷ କରୁଛୁ। ଜଣେ ସାଧାରଣ ଲୋକ ଏଥିରୁ କ'ଣ ବ୍ୟାବହାରିକ ଶିକ୍ଷା ନେଇପାରିବ? ବାସ୍ତବରେ ଏହି ଶ୍ଲୋକର ପ୍ରାସଙ୍ଗିକତା ଆଜିର ଯୁଗରେ ସବୁଠୁ ଅଧିକ। ଆମେ ସମସ୍ତେ ଆମ ଅତୀତର କର୍ମର ବୋଝ ନେଇ ବଞ୍ଚୁଛୁ। କିଛି ଲୋକ ଅତୀତର ଭୁଲ ପାଇଁ ଅପରାଧ ବୋଧରେ ଯୋଡ଼ୁଛନ୍ତି, ଆଉ କିଛି ଲୋକ ନିଜ ସଫଳତାକୁ ନେଇ ଅହଙ୍କାରରେ ବୁଡ଼ିଛନ୍ତି। ଆଉ ଏ ଦୁଇଟା ଯାକ ଆମକୁ ବର୍ତ୍ତମାନରେ ବାନ୍ଧି ରଖେ। ହଁ, ଏହି ଶ୍ଲୋକ ଆମକୁ ଶିଖାଏ ଯେ ଆତ୍ମଜ୍ଞାନ ଦ୍ୱାରା ଆମେ ଏହି ମାନସିକ ବୋଝରୁ ମୁକ୍ତ ହୋଇପାରିବା। ଗୋଟେ ଉଦାହରଣ ଦେଇ ବୁଝେଇବେ କି? ନିଶ୍ଚୟ। ଧରାଯାଉ, ଜଣେ କର୍ପୋରେଟ୍ ଲିଡର, ସେ ଅତୀତରେ ଗୋଟେ ବଡ଼ ପ୍ରୋଜେକ୍ଟରେ ଫେଲ୍ ହୋଇଛନ୍ତି। ଏବେ ସେହି ବିଫଳତାର ଭୟ ତାଙ୍କ ବର୍ତ୍ତମାନରେ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଦେଉନି। ଅତୀତ କର୍ମ ତାଙ୍କୁ ବାନ୍ଧି ରଖିଛି। ଏକ୍ଜାକ୍ଟଲି। ଯଦି ସେ ବୁଝିବେ ଯେ ସେ କେବଳ ସେହି ବିଫଳତା ନୁହନ୍ତି, ବରଂ ଏକ ସ୍ୱତନ୍ତ୍ର ଚେତନା, ତେବେ ସେ ସେହି ଭୟରୁ ମୁକ୍ତ ହୋଇପାରିବେ ଆଉ ନିର୍ଭୟରେ ବର୍ତ୍ତମାନର କର୍ତ୍ତବ୍ୟ କରିପାରିବେ। ଆଚ୍ଛା, ଆଉ ଜଣେ ସାଧାରଣ ଗୃହସ୍ଥ ବା ବିଦ୍ୟାର୍ଥୀ ପାଇଁ? ଜଣେ ଗୃହସ୍ଥ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଅନେକ ସମୟରେ ଭାବନ୍ତି, ମୁଁ ଏତେ କରୁଛି, କେହି ବୁଝୁନାହାନ୍ତି। ଏହି ମୁଁ କରୁଛି ଭାବନା ହିଁ ଦୁଃଖ ଦିଏ। ଯଦି ସେମାନେ ନିଜ କାମକୁ ଈଶ୍ୱରଙ୍କ ସେବା ଭାବି ଫଳର ଆଶା ନ ରଖି କରିବେ, ତେବେ ସେହି କାମ ଆଉ ବାନ୍ଧିବ ନାହିଁ। ଆଉ ବିଦ୍ୟାର୍ଥୀ ପାଇଁ? ବିଦ୍ୟାର୍ଥୀ ପାଇଁ ସନ୍ଦେଶ ହେଲା, ଫଳର ଚିନ୍ତା ଛାଡ଼ି କେବଳ ଜ୍ଞାନ ଅର୍ଜନ କରିବାର ଆନନ୍ଦରେ ମଜ୍ଜିଯାଅ। ଯେତେବେଳେ ତୁମେ ପ୍ରକ୍ରିୟାକୁ ଭଲ ପାଇବ, ପରିଣାମ ଆପେ ଆପେ ଭଲ ହେବ। କିନ୍ତୁ ତୁମେ ସେ ପରିଣାମର ଦାସ ହେବ ନାହିଁ। ତାହେଲେ ଯଦି ମୁଁ ଏ ପୂରା ଆଲୋଚନାକୁ ଗୋଟେ ଉପମାରେ ବୁଝେଇବାକୁ ଚେଷ୍ଟା କରେ, ଆମର କର୍ମଗୁଡ଼ିକ ଗୋଟେ କାଠର ଗଦା ଭଳି, ଆଉ ଆମର ଚିନ୍ତା, ଦୁଃଖ, ଅହଙ୍କାର ଏସବୁ ହେଉଛି ସେହି ଓଦା କାଠରୁ ବାହାରୁଥିବା ଧୂଆଁ।
ଆଉ ଏହି ଜ୍ଞାନ ରୂପକ ଅଗ୍ନି ସେ କେବଳ କାଠକୁ ନୁହେଁ, ସେ ଧୂଆଁକୁ ବି ଶେଷ କରିଦିଏ। ଏମିତି କିଛି। ବାଃ, ୟାଠୁ ସୁନ୍ଦର ଉପମା ଆଉ କିଛି ହୋଇପାରିବନି। ଆପଣ ଏକଦମ ସଠିକ୍ ଭାବରେ ଏହାର ସାରକୁ ଧରିଛନ୍ତି। ଏହା କେବଳ କର୍ମର ବିନାଶ ନୁହେଁ, ବରଂ କର୍ମର ମାନସିକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତି। ଯେମିତି ସୂର୍ଯ୍ୟୋଦୟ ହେଲେ ଅନ୍ଧାରକୁ ହଟେଇବାକୁ ପଡ଼େନି, ସେ ଆପେ ଆପେ ଚାଲିଯାଏ। ଏକଦମ ଠିକ୍ ସେହିପରି ଆତ୍ମଜ୍ଞାନର ଉଦୟ ହେଲେ କର୍ମବନ୍ଧନର ଅସ୍ତିତ୍ୱ ହିଁ ରହେ ନାହିଁ। ତେବେ ଆଜିର ଏହି ଗଭୀର ଆଲୋଚନାରୁ ଆମେ କେଉଁ ମୁଖ୍ୟ ବିନ୍ଦୁଗୁଡ଼ିକୁ ମନେ ରଖିବା ଉଚିତ, ଯଦି 3ଟି ମୁଖ୍ୟ ଶିକ୍ଷାରେ କହିବା? ନିଶ୍ଚୟ। ପ୍ରଥମ, ଆତ୍ମଜ୍ଞାନ ହିଁ ଏ ସଂସାରର ସବୁଠୁ ବଡ଼ ଶୁଦ୍ଧିକାରକ ତତ୍ତ୍ୱ। ଏହାଠୁ ପବିତ୍ର ଆଉ କିଛି ନାହିଁ। ଠିକ୍ ଅଛି। ଦ୍ୱିତୀୟରେ, ଏହି ଜ୍ଞାନ କେବଳ ପାପରୁ ନୁହେଁ, ପୁଣ୍ୟର ବନ୍ଧନରୁ ମଧ୍ୟ ମୁକ୍ତ କରେ। ଏହା ଆମକୁ କାର୍ମିକ ହିସାବ କିତାବରୁ ବାହାରକୁ ନେଇଯାଏ। ଆଉ ତୃତୀୟରେ, ପ୍ରକୃତ ସ୍ୱାଧୀନତା କର୍ମ ଛାଡ଼ିବାରେ ନୁହେଁ, ବରଂ କର୍ମ ମଧ୍ୟରେ ରହି ଜ୍ଞାନର ସହିତ ଅନାସକ୍ତ ଭାବରେ ନିଜ କର୍ତ୍ତବ୍ୟ କରିବାରେ ଅଛି। ଏହା ବାସ୍ତବରେ ଏକ ଗଭୀର ଏବଂ ମୁକ୍ତିଦାୟକ ବିଚାର। ଆମେ କର୍ମରୁ ନୁହେଁ, ବରଂ କର୍ମ ପ୍ରତି ଥିବା ଆମର ଦୃଷ୍ଟିକୋଣରୁ ମୁକ୍ତ ହେବା ଦରକାର। ଏକଦମ ଶେଷରେ ମୁଁ ସମସ୍ତଙ୍କର ଚିନ୍ତନ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ିଯିବାକୁ ଚାହେଁ। ଯଦି ଜ୍ଞାନର ଗୋଟିଏ ଛୋଟ ସ୍ଫୁଲିଙ୍ଗ ମଧ୍ୟ ଆମର ଜନ୍ମ ଜନ୍ମାନ୍ତରର କର୍ମର ପାହାଡ଼କୁ ଭସ୍ମ କରିପାରେ, ତେବେ ଆମେ ଆଜି ନିଜ ଭିତରେ ସେହି ଜ୍ଞାନର ସ୍ଫୁଲିଙ୍ଗକୁ ଜାଗ୍ରତ କରିବା ପାଇଁ କେଉଁ ଗୋଟିଏ ଛୋଟ ପଦକ୍ଷେପ ନେଇପାରିବା? ଏକ ଅତ୍ୟନ୍ତ ପ୍ରେରଣାଦାୟକ ପ୍ରଶ୍ନ। ଆଶା କରୁଛି ଏହି ଆଲୋଚନା ଆମ ସମସ୍ତଙ୍କୁ ନିଜ ଭିତରକୁ ଦେଖିବା ପାଇଁ ଏକ ନୂଆ ଦୃଷ୍ଟି ଦେଇଛି। ଯଦି ଆପଣଙ୍କୁ ଆମର ଏହି ଆଲୋଚନା ଭଲ ଲାଗିଲା, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆଉ ଭଗବାନଙ୍କର ଆଶୀର୍ବାଦ ପାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ପରବର୍ତ୍ତୀ ଆଲୋଚନାରେ ଆମେ ଗୀତାର ଆଉ ଏକ ମୁକ୍ତାକୁ ନେଇ ଏହିପରି ଗଭୀର ମନ୍ଥନ କରିବା। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଶ୍ରୀକୃଷ୍ଣ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।